ଦ୍ୱାଦଶ ରାଶିଚକ୍ରର ଅଷ୍ଟମ ରାଶି ବିଛା ରାଶି। ଆଜିର ଉପସ୍ଥାପନାରେ ଜାଣିବା ବିଛା ରାଶି ପାଇଁ 2025 ମସିହା ନଭେମ୍ବର ମାସର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ନଭେମ୍ବର ମାସରେ ବିଛା ରାଶିଜାତ ବ୍ୟକ୍ତି ଅପ୍ରତ୍ୟାଶିତ ଭାବେ ଧନ ପ୍ରାପ୍ତ କରିବାର ସମ୍ଭାବନା ରହିଅଛି। ପୂର୍ବରୁ ବିଭିନ୍ନ ଫାଇନାନ୍ସିଆଲ ସେକ୍ଟର ଯଥା ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ ପ୍ରଭୃତି ସେକ୍ଟରରେ କରିଥିବା ପୁଞ୍ଜି ନିବେଶରୁ ନଭେମ୍ବର ମାସରେ ବିଛା ରାଶିଜାତ ବ୍ୟକ୍ତି ପ୍ରଚୁର ଧନଲାଭ କରିବେ। ସମ୍ପତ୍ତି କ୍ରୟ ବିକ୍ରୟରୁ ମଧ୍ୟ ଏ ମାସରେ ବିଛା ରାଶିଜାତ ବ୍ୟକ୍ତି ମୋଟା ରକମର ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିର ମାଲିକାନା ସତ୍ତ୍ୱ ହାସଲ ହେବ। ବାଣିଜ୍ୟ ବ୍ୟବସାୟ ଠିକ୍ଠାକ୍ ଚାଲିବ। ବେପାର କ୍ଷେତ୍ରର ପରିସୀମା ବୃଦ୍ଧି ପାଇଁ ଚିନ୍ତା କରିବେ। ସରକାରୀ ଠିକାଦାରୀ କାର୍ଯ୍ୟରେ ସମ୍ପୃକ୍ତ ବିଛା ରାଶିଜାତ ବ୍ୟକ୍ତି ନଭେମ୍ବର ମାସରେ ସରକାରଙ୍କ ସ୍ତରରୁ ବଡ଼ ଧରଣର କାର୍ଯ୍ୟାଦେଶ ପାଇବାର ଯୋଗ ରହିଅଛି। ବିଛା ରାଶିର ଅଧିପତି ମଙ୍ଗଳ ନିଜ ରାଶି ବିଛା ରାଶିରେ ନଭେମ୍ବର ମାସରେ ଅବସ୍ଥାନ କରୁଥିବାରୁ ବିଛା ରାଶିଜାତ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ଏହା ସହିତ ସାହସୀ କରିବେ, ପରାକ୍ରମୀ ମଧ୍ୟ କରାଇବେ, କିନ୍ତୁ ନିଜର ପରାକ୍ରମକୁ ଭୁଲ ବାଟରେ ପରିଚାଳିତ କରିବା ଉଚିତ ହେବ ନାହିଁ। ସମାଜସେବା ଅଥବା ରାଜନୀତି କ୍ଷେତ୍ର ସହିତ ଜଡ଼ିତ ବିଛା ରାଶିଜାତ ବ୍ୟକ୍ତି ବିଶେଷ ନେତୃତ୍ୱ ନେବାର ସୁଯୋଗ ପାଇବେ। ପଦପଦବୀ ମିଳିବା ସହିତ ସମ୍ମାନିତ ହେବାର ଯୋଗ ରହିଅଛି। ସେନାବାହିନୀ, ପୋଲିସ, ମେଡିକାଲ ସାଇନ୍ସ ଓ ସିଭିଲ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଛା ରାଶିଜାତ ବ୍ୟକ୍ତି ସେହିସବୁ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିବେ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ନଭେମ୍ବର ମାସରେ ବିଛା ରାଶିଜାତ ବ୍ୟକ୍ତି ପାରିବାରିକ ସୁଖଶାନ୍ତି ହାସଲ କରିବେ। ପରିବାରରେ ସୌହାର୍ଦ୍ଦ୍ୟର ପରିବେଶ ଭିତରେ ସମୃଦ୍ଧି ଲାଗି ରହିବ। ପରିବାରର ସଦସ୍ୟମାନେ ପରିବାରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ମଜ୍ଜି ରହିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇପାରେ। ସନ୍ତାନଙ୍କ କୃତିତ୍ୱରେ ପିତାମାତା ଆନନ୍ଦିତ ହେବେ। ଦାମ୍ପତ୍ୟ ଜୀବନ ଠିକ୍ଠାକ୍ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ନଭେମ୍ବର ମାସଟି ବିଛା ରାଶି ପାଇଁ ଅନୁକୂଳ ଯିବାର ଜଣାଯାଉ ନାହିଁ। ବିଛା ରାଶିର ଚତୁର୍ଥ ଭାବ ମୀନ ରାଶିରେ ବକ୍ରୀ ଭାବରେ ରହିଥିବା ଶନି ଶାରୀରିକ ଅସୁସ୍ଥତା ପ୍ରଦାନ କରିପାରନ୍ତି। ଶନିଙ୍କର ଢାୟା ବା ବକ୍ରୀ ଶନିଙ୍କର କାର୍ଯ୍ୟ ଭୋଗ ହେଉଥିବାରୁ ଶରୀରରେ ଏହି ସମୟରେ ବାୟୁ ବିକାର ଘଟି ଆଣ୍ଠୁଗଣ୍ଠି ରୋଗ ଆକ୍ରମଣ କରିବାର ସମ୍ଭାବନା ରହିଅଛି। ଚତୁର୍ଥ ଶନି ଫୁସ୍ଫୁସ୍ ପ୍ରଦାହ ଅଥବା ହୃଦୟ ବିକାର ଜନିତ ସମସ୍ୟା ସୃଷ୍ଟି କରିବାର ଭୟ ମଧ୍ୟ ଦେଖାଯାଏ। ଆଣ୍ଠୁଗଣ୍ଠି ବ୍ୟଥା ସହିତ ନ୍ୟୁରୋଲୋଜିକାଲ ପ୍ରୋବ୍ଲେମ ମଧ୍ୟ ଏହି ସମୟରେ ଶନି ପ୍ରଦାନ କରିପାରନ୍ତି। ଏଥିପାଇଁ ନିୟମିତ ଦିନଚର୍ଯ୍ୟା ପାଳନ କରିବା ସହିତ ଖାଦ୍ୟପେୟ ଗ୍ରହଣରେ ସତର୍କତା ଅବଲମ୍ବନ କରନ୍ତୁ। ମାନସିକ ଚାପରୁ ମୁକ୍ତି ପାଇବା ନିମନ୍ତେ ଯୋଗ, ଏକ୍ସରସାଇଜ ପ୍ରଭୃତି ନିୟମିତ ଭାବରେ କରନ୍ତୁ। ମାନସିକ ଉତ୍ତେଜନା ରହିଥିବା ସମୟରେ ଦୀର୍ଘ ଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହା ଶରୀରକୁ ନିରୋଗ ବା ଆରୋଗ୍ୟ ରଖିବାରେ ସାହାଯ୍ୟ କରିବ। ଏ ତ ଗଲା ମୋଟାମୋଟି ଭାବରେ ବିଛା ରାଶି ପାଇଁ ନଭେମ୍ବର ମାସର ମାସିକ
ରାଶିଫଳ ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମଙ୍ଗଳ ମହାଗ୍ରହଙ୍କର ଆରାଧ୍ୟ ଦେବତା ମହାବୀର ହନୁମାନଙ୍କର ହନୁମାନ ଚାଳିଶା ପ୍ରତ୍ୟହ ପାଠ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଚ୍ଛାରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।